ଦେଖନ୍ତୁ ସେଫ୍ ଏଲିଫେଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ଏନଜିଓ ଯୋଉଟାକି 2012 ମସିହାରେ ଆରମ୍ଭ ହେଇଥିଲା। ଆଜି ତାଙ୍କର ଫାଉଣ୍ଡେସନ ଯାଇଥିଲା ଆସିଥିଲି। ବହୁତ ବଡ଼ ପଦକ୍ଷେପ ନେଇଛନ୍ତି ଏମାନେ ଆମ ପାଇଁ। ସେଫ୍ ଏଲିଫେଣ୍ଟ ଫାଉଣ୍ଡେସନ ତରଫରୁ ହାତୀମାନଙ୍କୁ କେମିତି ସୁରକ୍ଷା ତାଙ୍କର ଅଭିବୃଦ୍ଧି କେମିତି ହବ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହେଇଛି। ଗୋଷ୍ଠୀ ମଧ୍ୟ କାମ କରୁଛି ନିଶ୍ଚିତ ଭାବରେ। ଆମର ସରକାରୀ ସାହାଯ୍ୟ ହବ। ବିଭିନ୍ନ ଅଞ୍ଚଳ ଏମାନେ ବୁଲି ବୁଲି ରିସର୍ଚ୍ଚ କରୁଛନ୍ତି। ତାଙ୍କର ହାତୀମାନେ କେମିତି ଗାଁକୁ ପଳେଇ ଆସୁଛନ୍ତି, ଜଙ୍ଗଲରେ ନ ରହିକି ହାତୀମାନେ ଗାଁକୁ କେମିତି ପଳେଇ ଆସୁଛନ୍ତି ବିସ୍ତୃତ ଭାବରେ ତାଙ୍କର ଫାଉଣ୍ଡର ଦେବବ୍ରତ ସ୍ୱାଇଁ ମହୋଦୟ ବିଭିନ୍ନ ଅଞ୍ଚଳ ବୁଲି ବୁଲିକି ରିସର୍ଚ୍ଚ କରୁଛନ୍ତି ଏବଂ ସେ ଭଲ କାମ କରୁଛନ୍ତି। ଯୋଉ ବାଉଁଶ ମଞ୍ଜି ସବୁ ବିଭିନ୍ନ ଜଙ୍ଗଲରେ ସବୁ ଚାଲିଛି ଏବେ ଲଗଉଛନ୍ତି। ଗତ ବର୍ଷ ଏ ବର୍ଷ ଅଧିକା ଲଗା ହେଇଛି। ନିଶ୍ଚିତ ଭାବରେ ହାତୀମାନଙ୍କର ଖାଦ୍ୟର ଅଭାବ ଯୋଗୁଁ ଗାଁକୁ ପଳେଇ ଆସୁଛନ୍ତି। ଯଦି ଜଙ୍ଗଲରେ ସେ ଯୋଉ ବାଉଁଶ ସାର ଜାତୀୟ ବାଉଁଶ ସବୁ ଯଦି ରହିବ ନିଶ୍ଚିତ ଭାବରେ ହାତୀମାନେ ଖାଇବା ପାଇଁ ପାଇବେ ଏବଂ ଜଙ୍ଗଲରେ ରହିବେ। ଏବେ ନିରନ୍ତର ଭାବରେ ଆମେ 3 ମାସରେ କେମିତି ବିଭିନ୍ନ ଡିପାର୍ଟମେଣ୍ଟ, ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ, ରେଲୱେ ଡିପାର୍ଟମେଣ୍ଟ ଏବଂ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ସହିତ କେମିତି କୋଅର୍ଡିନେସନ ମାଧ୍ୟମରେ ଆମେ ଏଇ ଯୋଉ ବିଭିନ୍ନ ପ୍ରକାର ହାତୀ ମୃତ୍ୟୁକୁ ନେଇକି ଆମେ ମିଟିଂ କରୁଛେ ଏବଂ ସେମାନଙ୍କୁ ମଧ୍ୟ ଆମେ ଜାଗୃତ କରୁଛେ। ଠିକ ସମୟରେ ଯଦି ଆମେ ସମସ୍ତଙ୍କୁ ଜାଗୃତ କରିବା, କାହିଁକିନା ଏବେ ଆମର ଓଡ଼ିଶାରେ ବିଭିନ୍ନ ପ୍ରକାର ମାଇନିଂ ଆକ୍ଟିଭିଟି ଚାଲିଛି। NHI ରୋଡ ସବୁ ଆସୁଛି, ଟ୍ରାନ୍ସମିଶନ ସବୁ ଲାଇନ ସବୁ ଯାଉଛି ଆସୁଛି। ତ ଏଇ ଯୋଉ ପରିପ୍ରେକ୍ଷୀରେ ଆମର କିଛି ଜଙ୍ଗଲ ବି ନଷ୍ଟ ହଉଛି ଏବଂ ହାତୀମାନେ ଠିକ ତାଙ୍କର ବାଚସ୍ପତି ନ ପାଇକି ଗାଁକୁ ସବୁ ପଳେଇ ଆସୁଛନ୍ତି। ସେ ବିଷୟରେ ତାଙ୍କ ସହିତ ଆଲୋଚନା କରିକି ଆମେ କଣ ଆର୍ଟିଫିସିଆଲି କାମ କରିଦେଇ ପାରିବା ସେ ବିଷୟରେ ଆମେ ଏବେ ସରକାର ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛୁ। ସେ ମୁଁ କହିଲି ଅଲରେଡି ଆପଣମାନଙ୍କୁ ଯେ ବିଭିନ୍ନ ବିଭାଗର ଅବହେଳା, ହାତୀ ସୁରକ୍ଷା ଏବଂ ଅଭିବୃଦ୍ଧି କରିବାଟା ଗୋଟେ ଡିପାର୍ଟମେଣ୍ଟର କାମ ନୁହେଁ। ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଏଲିଫେଣ୍ଟ କରିଡର ଗୁଡାକ ଠିକ ହିସାବରେ ସମ୍ମାନ ଦବ, ଏଲିଫେଣ୍ଟ କରିଡର ହିସାବରେ ରଖିବା ପାଇଁ ପଡିବ। ରେଲୱେ ଡିପାର୍ଟମେଣ୍ଟ ଆମର ଯାହା ଯାହା ସବୁ ବିଭିନ୍ନ ପ୍ରକାର ଗାଇଡଲାଇନ ଅଛି, ହାତୀ ଯଦି ମୁଭମେଣ୍ଟ କରୁଛି ତାକୁ କେମିତି ୱାଚ୍ କରିବା ଏବଂ ଟ୍ରାନ୍ସମିଶନ ଡିପାର୍ଟମେଣ୍ଟ ଏନର୍ଜି ଡିପାର୍ଟମେଣ୍ଟ ସିଏ ସେଇ ଏରିଆର ଆଦିବାସୀ ଲୋକମାନେ ଯେମିତି ଫାସ ଲଗାଉଛନ୍ତି ବିଭିନ୍ନ ଅନ୍ୟାନ୍ୟ ଜନ୍ତୁକୁ ମାରିବା ପାଇଁ, ହାତୀ ସେଥିରେ ଫାସରେ ପଡି ଯାଉଛି। এইଭଳିଆ ବିଭିନ୍ନ ତମାମ ସବୁ ପ୍ରୋବ୍ଲେମ ଥାଏ, ତାଙ୍କୁ ଠିକ ହିସାବରେ ଷ୍ଟ୍ରିମଲାଇଜ କରିବା ପାଇଁ ଆମେ ବିଭିନ୍ନ ବିଭାଗକୁ ଅନୁରୋଧ କରୁଛେ ଏବଂ 3 ମାସ ଭିତରେ ମିଟିଂ କରିକି ମୁଭମେଣ୍ଟଟାକୁ କେମିତି ଆମେ ଷ୍ଟ୍ରିମଲାଇଜ କରିବା। ଏବେ ଆମ ଡିପାର୍ଟମେଣ୍ଟ ପୁରା କ୍ଲୋଜ ମନିଟରିଂ କରୁଛି, ତାକୁ ଅନୁଧ୍ୟାନ କରୁଛି। ଆମର କିଛି ଷ୍ଟାଫ ବି ଯାଇଛନ୍ତି ଅନୁଧ୍ୟାନ କରିବା ପାଇଁ। ସେ ଯେହେତୁ ଗୋଟେ ଚିଡ଼ିଆଖାନାରେ ଥିଲେ, ଏନକ୍ଲୋଜରରେ ଥିଲେ, ଜଙ୍ଗଲରେ ରଖା ହେଇଥିଲା, ସେ ଝାରଖଣ୍ଡ ପଳେଇଛି। ତାକୁ କ୍ଲୋଜ ମନିଟରିଂ କରୁଛି ବନ ବିଭାଗ। ସେମିତି ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କିଛି ହେଇନି। ଆମେ ଆଗାମୀ ଭବିଷ୍ୟତରେ ସେ ଅଞ୍ଚଳରେ ସେ ରହିପାରୁଛି କି ନାହିଁ ତାହେଲେ ବ୍ୟବସ୍ଥା ଗତିପଥ ସବୁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଫଲୋ କରୁଛି, କ୍ଲୋଜ ମନିଟରିଂ କରୁଛି, କୋଉ ଜାଗାକୁ ଯାଉଛି ସେ ମନିଟରିଂ କରୁଛି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।